देखा प्रथम पीठ 3 अध्याय प्रथम पीठ 3 अध्याय 18 19 पद जेणु आमମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ। ଏଠାରେ ପୁଣି ଲେଖାଯାଇଛି ଅପମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ଓ ଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ତାଙ୍କର ଶରୀର କବରରେ ଥିଲା, ବୁଝିପାରୁଛନ୍ତି? ତାଙ୍କର କବର ପୀଠରେ ଥାଇକି ପୀଠରେ କିଏ କାଟିଦେଲେ? ରୋମିୟ ସୈନ୍ୟମାନେ ପୀଠ କାଟି ଦେଇକି 2 ଜଣ ବ୍ୟକ୍ତି ଥିଲେ। ସେ 2 ଜଣ ବ୍ୟକ୍ତି ହାରାମାତିଆ ପଛେ ଆଉ ନିକଟି ରାତ୍ରି କାଳରେ କ'ଣ କଲେ? ଯୀଶୁଙ୍କର ଶରୀର ପାଣିକି କବରରେ ଦେଇଥିଲେ। ଯେଉଁ କବରରେ କି ସେହି ରଖାଯାଇନଥିଲା, ସେହି କବର ହେଉଛି ନୂତନ କବର। ଦୁନିଆ ସମାଜ ବୋଲି କୁହାଯାଉଛି ତାକୁ। ସେହି ନୂତନ କବର ତାକୁ ରଖାଗଲା। କିନ୍ତୁ ରକ୍ତ ଗଲେ କ'ଣ ହେଇଯାଇଛି? ଶରୀର ରହିଲା, କିନ୍ତୁ ଆତ୍ମା ନଥିଲା। ଆତ୍ମାରେ ଜୀବିତ ହେଲା ଏଠାରେ ଲେଖାଯାଇଛି। ଯୀଶୁ ଖ୍ରୀଷ୍ଟ ଆତ୍ମାରେ ଜୀବିତ ହେଲେ, ସେଥିରେ ମଧ୍ୟ ସେ ବନ୍ଦୀ